ଯେଉଁମାନଙ୍କର ବାଇକ୍ ବା ସ୍କୁଟି ଅଛି ବା ଦୁଇ ଚକିଆ ଗାଡ଼ି ଅଛି ତାଙ୍କ ପାଇଁ ନୂଆ ନିୟମ ସରକାର ଆଣିଛନ୍ତି। ନୂଆ ନିୟମ ଆପଣମାନେ ଭିଡ଼ିଓଟିକୁ ଡିଟେଲ ଦେଖନ୍ତୁ ଯାହାଫଳରେ ଜାଣିପାରିବେ ପ୍ରକୃତରେ ବାଇକ୍ର ଆର୍ସି ନଥିଲେ, ଇନ୍ସୁରାନ୍ସ ନଥିଲେ, ପଲ୍ୟୁସନ ସାର୍ଟିଫିକେଟ ନଥିଲେ ଏବଂ 5ଟି ନୂଆ ନିୟମ ଅଛି ଯୋଉଟା ଆପଣମାନେ ଜାଣିବା ମଧ୍ୟ ଦରକାର। ନହେଲେ ଆପଣ ହଜାର ହଜାର ଟଙ୍କା ମଧ୍ୟ ଫାଇନ ଗଣିବେ, ଏମିତି ବି 10,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଫାଇନ ଅଛି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ଆଜିକାଲି ଯାହା ପାଖରେ 4 ହ୍ୱିଲର ଥାଇ ମଧ୍ୟ ବାଇକ୍ ବା ସ୍କୁଟି ମଧ୍ୟ ଥାଏ, ତେଣୁ ଦୁଇ ଚକିଆ ଯାନ ସମସ୍ତଙ୍କ ଘରେ ମଧ୍ୟ ଅଛି। ତେଣୁ ଏହି ନିୟମଟି ଆପଣମାନେ ଜାଣି ନିଅନ୍ତୁ। ପ୍ରଥମ ହେଲା ଆର୍ସି, ଯୋଉଟା ରେଜିଷ୍ଟ୍ରେସନ ସାର୍ଟିଫିକେଟ। ଯଦି ଆପଣମାନେ ଟ୍ରାଫିକରେ ଧରା ପଡନ୍ତି ଆପଣଙ୍କର ଆର୍ସି ନାହିଁ, ତୁରନ୍ତ 5,000 ଟଙ୍କା ଫାଇନ ଆପଣଙ୍କୁ ଦେବା ପାଇଁ ପଡିବ। ସେକେଣ୍ଡ ହେଲା ଇନ୍ସୁରାନ୍ସ ପଲିସି। ଯଦି ଆପଣଙ୍କ ଗାଡିରେ ଇନ୍ସୁରାନ୍ସ ନାହିଁ, ଯଦି ପ୍ରଥମ ଥର ଧରା ପଡନ୍ତି 2,000 ଟଙ୍କା ଏବଂ ସେକେଣ୍ଡ ଥର ଧରା ପଡ଼ିଲେ 4,000 ଟଙ୍କା ଦେବା ପାଇଁ ପଡିବ। ପୂର୍ବ ସରକାରରେ ବାଇକରେ ବା ଦୁଇ ଚକିଆ ଯାନରେ କୌଣସି ଇନ୍ସୁରାନ୍ସ ପଲିସି ବାଧ୍ୟତାମୂଳକ ନଥିଲା, କିନ୍ତୁ ଏବେର ସରକାର କହିଛନ୍ତି ଯେ ପ୍ରତିଟି ଦୁଇ ଚକିଆ ଯାନରେ ଇନ୍ସୁରାନ୍ସ ହେଉଛି ବାଧ୍ୟତାମୂଳକ ବା ମ୍ୟାଣ୍ଡେଟୋରି। ତେଣୁ ଆପଣଙ୍କୁ ଇନ୍ସୁରାନ୍ସ କରିବା ନିହାତି ଦରକାର ଯଦି ଆପଣ ରାସ୍ତାରେ ଗାଡ଼ି ଚଲାଉଛନ୍ତି। ଟୋଲ ଗେଟ୍ ମାନଙ୍କ ପାଖରେ ଏବେ ଅଟୋ ଡିଡକ୍ସନ ହୋଇଯିବ, ଯାହାଫଳରେ ଆପଣ ଯଦି ଇନ୍ସୁରାନ୍ସ ନଥିବ ଆପଣ ଗାଡ଼ି କ୍ରସ୍ କରିକି ଯାଇପାରିବନି, ଆପଣଙ୍କର ଫାଇନ ମଧ୍ୟ ଲାଗିଯିବ। ଆପଣମାନେ ଭାବିବେ ଯେ ଫାଇନ ଲାଗିଲେ ମୁଁ କଣ କରିବି, କିନ୍ତୁ ଆପଣଙ୍କର ଅନଲାଇନ ଚାଲାଣ କଟିଯିବ, ଆପଣ ଅନଲାଇନ ମଧ୍ୟ ପେମେଣ୍ଟ କରିବା ପାଇଁ ପଡିବ। ଥାର୍ଡ ହେଲା ଡ୍ରାଇଭିଂ ଲାଇସେନ୍ସ। ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ, ଆପଣ ଯଦି ଧରା ପଡୁଛନ୍ତି ଆପଣଙ୍କୁ 5,000 ଟଙ୍କା ଫାଇନ ମଧ୍ୟ ଲାଗିବ। ତେଣୁ ଆପଣ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ କରି ନିଅନ୍ତୁ। କଡ଼ାକଡ଼ି ଚେତାବନୀ ଦେଇଛନ୍ତି ଯେ ଏଥର ଜୋରଦାର ମଧ୍ୟ ଫାଇନ ଆଦାୟ ହେବ, ଜୋରଦାର ଚେକିଂ ମଧ୍ୟ ହେବ, କୌଣସି ଲୋକଙ୍କୁ ମଧ୍ୟ ଛଡ଼ାଯିବ ନାହିଁ। ଇଏ ହେଲା। ଫୋର୍ଥ ରହିଲା ପଲ୍ୟୁସନ ସାର୍ଟିଫିକେଟ। ଯଦି ଆପଣଙ୍କର ପଲ୍ୟୁସନ ସାର୍ଟିଫିକେଟ ନାହିଁ, ମାତ୍ର ଛୋଟିଆ ଭୁଲ ପାଇଁ ଆପଣଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଗଣିବା ପାଇଁ ପଡିବ। ତେଣୁ ଏଇଟା ମଧ୍ୟ ଆପଣ ମନେ ରଖନ୍ତୁ, ଆପଣଙ୍କ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ମଧ୍ୟ କରିଦିଅନ୍ତୁ। ଫିଫ୍ଥ ହେଲା ଫିଟନେସ୍ ସାର୍ଟିଫିକେଟ। ଆପଣଙ୍କ ଗାଡ଼ିର ଫିଟନେସ୍ ସାର୍ଟିଫିକେଟ ମଧ୍ୟ କରିନିଅନ୍ତୁ, ଯାହାଫଳରେ ଆପଣଙ୍କୁ ମଧ୍ୟ ଫାଇନ ଲାଗିବ। ଏ ବିଷୟରେ ଆପଣମାନେ ଡିଟେଲ ଜାଣନ୍ତୁ। ଇନ୍ସୁରାନ୍ସ, ଫିଟନେସ୍ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ ଏବଂ ଆର୍ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟ, এই 5ଟି ନିହାତି ରହିବା ଦରକାର। ଆଡିସନାଲ ରହିଛି ମଦ ପିଇକି ବା ଗାଡ଼ି ଚଲେଇଲେ ଆପଣଙ୍କୁ 5,000 ରୁ 10,000 ଫାଇନ ଲାଗିବ। ଆପଣ ଯଦି ମୋବାଇଲରେ କଥା ହଉଥିବେ ଆପଣଙ୍କୁ ମଧ୍ୟ 5,000 ଲାଗିବ। ରଙ୍ଗ ରୁଟରେ ଗାଡ଼ି ଚଲାଉଥିଲେ 5,000 ଲାଗିବ। ମାନେ ସବୁ ହାଇ ରେଟ୍ ଆପଣଙ୍କର ଫାଇନ ମଧ୍ୟ ଲାଗିବ। ଏ ଉପରେ ମଧ୍ୟ ଆପଣମାନେ ଧ୍ୟାନ ଦେବେ। ତା ସହିତ ମଧ୍ୟ ଆଉ ଗୋଟେ ମଧ୍ୟ କଥା ହେଇଛି, ସରକାର ମଧ୍ୟ ଏଥର କହିଛନ୍ତି ଯେ ରାତି ଅଧରେ ଯେଉଁମାନେ ଡ୍ରିଙ୍କସ କରି ମାନେ ଡ୍ରାଇଭିଂ କରୁଥିବେ ତାଙ୍କୁ ମଧ୍ୟ ଗାଡ଼ି ଜବତ ହେବା ସହିତ ଫାଇନ ମଧ୍ୟ ବହୁତ ଲାଗିବ। 18 ବର୍ଷ ତଳକୁ ମଧ୍ୟ ପିଲା ଗାଡ଼ି ଚଲେଇ ପାରିବେ ନାହିଁ, ସ୍କୁଲ ପିଲା ଗାଡ଼ି ଚଲେଇ ପାରିବେ ନାହିଁ, ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଯେହେତୁ ନାହିଁ। ତେଣୁ 5ଟି ଡକୁମେଣ୍ଟ ଭିତରୁ ଯେକୌଣସି ଡକୁମେଣ୍ଟ ନଥିବ ଆପଣଙ୍କୁ ମଧ୍ୟ ନୋଟିସ ଆସିବ। ଇ ଚାଲାଣ ସାଇଟ୍ରେ ଯାଇକି ଆପଣମାନେ ପେ ମଧ୍ୟ କରିପାରିବେ। ଇ ଚାଲାଣ .gov.in ସାଇଟ୍କୁ ଯାଇକି ଆପଣ ମଧ୍ୟ ତୁରନ୍ତ ଅନଲାଇନରେ ମଧ୍ୟ ପେମେଣ୍ଟ କରିପାରିବେ। ତେଣୁ ଏହି ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ପ୍ରତିଟି ଲୋକ ଜାଣିବେ ଏବଂ ସତର୍କ ରହିବେ, କୌଣସି ପ୍ରକାର ଯେମିତି ଫାଇନ ନ ପଡ଼ିବାକୁ ଦେବେ। ଯେ ସଚେତନ ରହିଲେ ଅନ୍ୟମାନେ ମଧ୍ୟ ସଚେତନ ରହିବେ। ଆଉ ହେଲମେଟ, ମୋବାଇଲ ୟୁଜ୍, ରଙ୍ଗ ରୁଟ୍, এই 3ଟିକୁ ଆଭଏଡ୍ କରନ୍ତୁ। କେତେବେଳେ ଜୀବନ ମଧ୍ୟ ଚାଲି ଯାଇପାରେ। ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ। ଜୟ ଜଗନ୍ନାଥ।